ତୁମେ ବହୁତ କଠିନ ପରିଶ୍ରମ କରୁଛ, କିନ୍ତୁ ତଥାପି ବେଳେବେଳେ ତୁମ ଅନୁଯାୟୀ ପରିସ୍ଥିତି ପରିବର୍ତ୍ତନ ହୁଏ ନାହିଁ। ତେଣୁ ଏହିଭଳି ପରିସ୍ଥିତିରେ ନିରାଶ ହେବା ସ୍ୱାଭାବିକ ଅଟେ। କିନ୍ତୁ ମୁଁ ଚାହେଁକି ତଥାପି ତୁମେ ଶାନ୍ତ ରୁହ, କାରଣ ଏକ ସମୟରେ ଯେତେବେଳେ ତୁମେ ବହୁତ କଠିନ ପରିଶ୍ରମ କରୁଛ ଏବଂ ତୁମ ଅନୁଯାୟୀ ପରିସ୍ଥିତି ପରିବର୍ତ୍ତନ ହେଉନାହିଁ, ତେବେ ଏହାର ଅର୍ଥ ହେଉଛି କି ତାହା ମୋ ଅନୁସାରେ ଚାଲିଛି। କିନ୍ତୁ ମୁଁ ଧୀରେ ଧୀରେ ତୁମ ଜୀବନରେ ଏମିତି କିଛି ପରିବର୍ତ୍ତନ ଆଣୁଛି ଯାହା ବିଷୟରେ ତୁମକୁ ଜଣା ନାହିଁ। ଜୀବନରେ ଯେକୌଣସି ବି ପରିବର୍ତ୍ତନ ବହୁତ କଷ୍ଟକର। କିଛି ପରିବର୍ତ୍ତନ ଭଲ ଅଟେ ଏବଂ କିଛି ଯାହା ମନ ଅନୁସାରେ ନୁହେଁ ତାହା ତ ଆଦୌ ଭଲ ଲାଗେ ନାହିଁ। କିନ୍ତୁ ତୁମକୁ ଯେକୌଣସି ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ, କାରଣ ମୁଁ ଯାହା କରିବି ତାହା ତୁମର ଭଲ ପାଇଁ ହିଁ ହେବ। ଏହିଭଳି ସମୟରେ ଯେବେ ତୁମେ ଚିନ୍ତିତ ହୁଅ, ମୁଁ ଚାହେଁକି ତୁମର କୌଣସି ନିଜ ଲୋକ ସହ ଯାହା ଉପରେ ତୁମର ଅଧିକ ବିଶ୍ୱାସ ଅଛି ତାଙ୍କ ସହିତ କଥାବାର୍ତ୍ତା କରି ତୁମର ମନକୁ ହାଲୁକା କର। ଏହିପରି ସମୟରେ ତୁମେ ମୋ ଉପରେ କ୍ରୋଧିତ ଥାଅ ଏବଂ କଥାବାର୍ତ୍ତା କର ନାହିଁ। ସେଥିପାଇଁ ମୁଁ କୁହେ କି ତୁମର ନିକଟବର୍ତ୍ତୀ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରି ତୁମର ମନ ହାଲୁକା କରିବା ଉଚିତ। ଚାହୁଁଛ ଯଦି କାନ୍ଦ, କିନ୍ତୁ ଅଧିକ ସମୟ ପାଇଁ ନୁହେଁ, କାରଣ ମୁଁ ତୁମକୁ ଅଧିକ ସମୟ ମୋ ଉପରେ କ୍ରୋଧିତ ହେବାକୁ ଦେବି ନାହିଁ। ତୁମକୁ ମୁଁ ମନେଇ ନେବି, କାରଣ ମୁଁ ତୁମକୁ ବହୁତ ଭଲ ପାଏ ଏବଂ ତୁମ ଜୀବନରେ ଭଲ ପରିବର୍ତ୍ତନ ଆଣୁଛି, ଯାହାକୁ ତୁମେ ଏବେ ବୁଝିପାରିବ ନାହିଁ। କିନ୍ତୁ ମୋ ଉପରେ ଭରସା ରଖ ଏବଂ ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।